हेलो। हेलो। ହଁ ଶୁଭା ଯାଉଛି ତୁ ବାବୁ। ଶୁଭା ଯାଉଛି? ହଁ, ହଁ ସେଥିପାଇଁ ହଁ ତମର ବ୍ରେକ୍ ହେଲା ତ। ହଉ ହଉ, ଠିକ ଅଛି। ସମସ୍ତଙ୍କୁ ନମସ୍କାର। ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ମୋତେ ଆଜି ପ୍ରାତଃ କାଳରେ ସୁଯୋଗ ଦେଇଥିବାରୁ ସେ ଅନୁଷ୍ଠାନକୁ ତଥା ରେଭରେଣ୍ଡ ପିଟର କର ମହୋଦୟଙ୍କୁ ମଧ୍ୟ ହୃଦୟର କୃତଜ୍ଞତା ଜଣାଇବି। ବସିଥିବା ପ୍ରତ୍ୟେକଙ୍କୁ ମଧ୍ୟ ମୋର ଆନ୍ତରିକ ନମସ୍କାର ଜଣାଇବି। ଆସନ୍ତୁ ଆମେ ଅଳ୍ପ ସମୟ ପ୍ରଭୁଙ୍କର ବାକ୍ୟରୁ ଆମେ ଆଲୋଚନା କରିବା। ମୁଁ ସେମିତି ବଡ଼ ବିଷୟ କିଛି ନେଇ ନାହିଁ। ଆମମାନଙ୍କର ଦୈନନ୍ଦିନ ଜୀବନରେ ଯାହାକି ଆମର ନିହାତି ଆବଶ୍ୟକ, ସେଇ ଭଳିଆ ଏକ ଛୋଟ ବିଷୟକୁ ମୁଁ ନେଇଛି। ଆଉ ସେଇଟା ହଉଛି, ତାର ଟପିକ ହଉଛି, ଆଜି ନେଇଥିବା ଟପିକ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ। ଆମେ ମନୁଷ୍ୟ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କେମିତି ପାପ କରୁଛୁ, ଜାଣତରେ କିମ୍ବା ଅଜାଣତରେ, ତାର ଚୁମ୍ବକୀୟ ଭାବରେ ଆମେ ଜାଣିବା। ଜାଣିବା ପୂର୍ବରୁ ଆମେ ସମସ୍ତେ ଜାଣିଛୁ ଯେ ଆମମାନେ ତ୍ରିଏକ ଈଶ୍ୱରର ବିଶ୍ୱାସୀ। ତ୍ରିଏକ ଅର୍ଥ ପିତା, ପୁତ୍ର, ପବିତ୍ର ଆତ୍ମା। ପିତା ହଉଛନ୍ତି ସୃଷ୍ଟିକର୍ତ୍ତା, ପୁତ୍ର ହଉଛନ୍ତି ଜୀବନଦାତା ଏବଂ ପବିତ୍ର ଆତ୍ମା ହଉଛନ୍ତି କାର୍ଯ୍ୟ ସାଧନ ବା କାର୍ଯ୍ୟ ସାଧକ ବ୍ୟକ୍ତିତ୍ବ। ଏ ତିନି ଜଣ ଯାକ ପରମେଶ୍ୱର ଆଉ ତ୍ରିଏକ ଈଶ୍ୱର ବୋଲି ଆମେ ବିଶ୍ୱାସ କରୁଛୁ। ସେଥିପାଇଁ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ଆମମାନେ ବାପ୍ତିସ୍ମ ଗ୍ରହଣ କରୁଛୁ। ଏ ତିନି ଜଣଙ୍କର ଅସ୍ତିତ୍ଵ ସାଇମultaneously କାମ କରୁଛି। କିନ୍ତୁ ଆମମାନେ ସବୁବେଳେ ପିତା ଆଉ ପୁତ୍ର ଉପରେ ଗୁରୁତ୍ୱ ଦେଇଥାଉ, ଆଉ ଅନେକ ସମୟରେ ଆମେ ପବିତ୍ର ଆତ୍ମାଙ୍କୁ ଆମମାନଙ୍କର ସେବା କାର୍ଯ୍ୟ ମାଧ୍ୟମରେ ଆମେ ବାଦ ଦେଇଥାଉ। ଆଜି ସେଥିପାଇଁ ଜଗତରେ, ବିଶ୍ୱାସୀ ମାନଙ୍କ ଜୀବନରେ, ମଣ୍ଡଳୀରେ, ପରିବାରରେ, ଆମର ଖ୍ରୀଷ୍ଟିଆନ ସମାଜରେ, ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ ପବିତ୍ର ଆତ୍ମାଙ୍କର ଶକ୍ତି ଆମେ ଦେଖିପାରୁନୁ। ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଆମେ ଦେଖିପାରୁନୁ। ସେଥିପାଇଁ ପବିତ୍ର ଆତ୍ମାଙ୍କର ଶକ୍ତି ଆମ ଉପରେ ନଥିବାରୁ ମଣ୍ଡଳୀ ମାନଙ୍କରେ ବିଭ୍ରାଟ, ମଣ୍ଡଳୀ ମାନଙ୍କରେ ଭୁଲ ଡକ୍ଟ୍ରିନ୍, ସେବା କାର୍ଯ୍ୟରେ ବିଭ୍ରାଟ, ବ୍ୟକ୍ତିଗତ ଜୀବନରେ ଆଚରଣ ଉଚ୍ଚାରଣରେ ଆମେ ଦୁର୍ବଳ ହେଇ ପଡ଼ିଛୁ। ପବିତ୍ର ଆତ୍ମାଙ୍କର ଶକ୍ତିରେ ଆମେ ପରିଚାଳିତ ହେଇପାରୁନୁ। ଆମେ ପବିତ୍ର ଆତ୍ମାଙ୍କ ପରି ଆମେ ବାକ୍ୟ ଅନୁସାରେ ତାଙ୍କର ସହାୟତା ନେଇ କାର୍ଯ୍ୟ କରିପାରୁନୁ। ଆଜି ସବୁ ପ୍ରକାର ବିଭ୍ରାଟ ପବିତ୍ର ଆତ୍ମାଙ୍କୁ ଛାଡ଼ିଦେବାରୁ ଆମମାନେ ଅନୁଭବ କରୁଛୁ, କିନ୍ତୁ ତାକୁ ଆମେ ଜୀବନକୁ ନଉନୁ କାର୍ଯ୍ୟକାରୀ କରିବା ପାଇଁ। କେହି ଜଣେ ବୁଝଉଥିଲେ ଯେ ପବିତ୍ର ଆତ୍ମା ପିତା, ପୁତ୍ର, ପବିତ୍ର ଆତ୍ମା ଗୋଟେ ତ୍ରିଭୁଜ ଭଳି। ତ୍ରିଭୁଜର ଯେମିତି ତିନିଟା ବାହୁ, ତିନିଟା ବାହୁକୁ ଯୋଡ଼ିଲେ ହିଁ ତ୍ରିଭୁଜ ହବ। ଆମେ ସମସ୍ତେ ଜାଣିଛୁ, ଗଣିତ ପଢୁଥିବା ଲୋକମାନେ ସମସ୍ତେ ଆମେ ନିଶ୍ଚିତ ଭାବରେ ଜାଣିଛୁ, ତିନିଟା ବାହୁକୁ ଯୋଡ଼ିଲେ ଯେମିତି ତ୍ରିଭୁଜ ହେଇପାରିବ, ଅଙ୍କନ ହେଇପାରିବ, ସେଇ ପ୍ରକାର ପିତା, ପୁତ୍ର, ପବିତ୍ର ଆତ୍ମା। ପିତା ସୃଷ୍ଟିକର୍ତ୍ତା, ପୁତ୍ର ଜୀବନଦାତା ଏବଂ ପବିତ୍ର ଆତ୍ମା ସାହାଯ୍ୟକାରୀ ବା କାର୍ଯ୍ୟ ସାଧକ ଈଶ୍ୱର ଭାବେ ଆମେ ଶିକ୍ଷା ପାଇଛୁ ଏବଂ ସେହି ଅନୁସାରେ ଆମ ଜୀବନକୁ ଗଠନ କରିବା ଆବଶ୍ୟକ। ଯେହେତୁ ଆମେ ପବିତ୍ର ଆତ୍ମାଙ୍କୁ ଆଉ ପରିତ୍ୟାଗ କରୁଛୁ, ହେୟ ଜ୍ଞାନ କରୁଛୁ,
ତୁଚ୍ଛ କରୁଛୁ, ପବିତ୍ର ଆତ୍ମା ଆମମାନଙ୍କ ହୃଦୟରେ ବାସ କରୁନାହାନ୍ତି। ତେଣୁ ଆମେ ପିତା ପୁତ୍ରଙ୍କୁ ଆମେ କଣ କରୁଛୁ? ସବୁବେଳେ ସମ୍ବୋଧନ କରିଥାଉ, ସବୁବେଳେ ପ୍ରଶଂସା ନିବାସୀ ବୋଲି ପ୍ରଶଂସା କରିଥାଉ, କିନ୍ତୁ ଆମମାନଙ୍କ ଜୀବନରେ ଆତ୍ମିକ କାର୍ଯ୍ୟ ଆମେ ଦେଖିପାରୁନୁ। ଲୋକ କହୁନାହାନ୍ତି ଜଣେ ଆତ୍ମିକ ଲୋକ, ଲୋକ କହୁନାହାନ୍ତି ଏଟା ଗୋଟେ ଆତ୍ମିକ ମଣ୍ଡଳୀ, ଲୋକ କହୁନାହାନ୍ତି ଆତ୍ମାରେ ଗୀତ ଗାଇଲା, ଲୋକ କହୁନାହାନ୍ତି ଆଜି ଆତ୍ମିକ ବାକ୍ୟ ଆମେ ଶୁଣିଲୁ। ସମସ୍ତଙ୍କ ନିକଟରେ ବକ୍ତା ଶ୍ରୋତା ଗାୟକ ଗାୟିକା ମଣ୍ଡଳୀ ମାନଙ୍କରେ କାର୍ଯ୍ୟକାରୀ ମାନଙ୍କ ଜୀବନରେ ବିଶ୍ୱାସୀ ମାନଙ୍କ ଜୀବନରେ ଆଉ ଆତ୍ମା କାର୍ଯ୍ୟ ଆଜି କରୁନାହିଁ। ସେଥିପାଇଁ ଆଉ ଏ ଟପିକ ନିଆଯାଇଛି ଆତ୍ମାରେ ଆଉ ପବିତ୍ର ଆତ୍ମାଙ୍କୁ ଆମେ କି ପ୍ରକାର ଦୁଃଖ ଦଉଛୁ। ପବିତ୍ର ଆତ୍ମାକୁ ଆମେ ଜାଣିବା ଆବଶ୍ୟକ। ଦେଖନ୍ତୁ ଆମର ସୃଷ୍ଟି ସମୟରେ ଆଉ ପିତା ଥିଲେ, ଆଦି 1-3 ପର୍ବରେ ପଢିବା ନାହିଁ, ସେ ଦ୍ୱିତୀୟ ହଉ ବୋଲି କହିଲେ ଆମେ ମୁଖସ୍ଥ କରିଛୁ। ପିତାଙ୍କ ପରିଚୟ ଆମେ ପାଉଛୁ। ପୁତ୍ର ପରମେଶ୍ୱର ମଧ୍ୟ ଥିଲେ, ଆଉ ଜହନ 1:1 ଲେଖାଯାଇଛି ଆଦ୍ୟରେ ବାକ୍ୟ ରୂପରେ ସେ ଥିଲେ। ଆଉ ପବିତ୍ର ଆତ୍ମା ମଧ୍ୟ ଥିଲେ, ସେ ଜଳରେ ପରିବ୍ୟାପ୍ତ ହେଇକିରି ସେ ଜଳରେ ଥିଲେ। ଏ 3 ଜଣ ଯାକ ଜଗତର ସୃଷ୍ଟି କାଳାବଧି କଣ କାର୍ଯ୍ୟ କରି ଆସୁଛନ୍ତି। ସେମିତି ଯଦି ଦେଖିବା ଯୀଶୁଙ୍କର ଜନ୍ମ ସମୟରେ ପିତା ଜହନ 3:16 ପିତା ଆପଣାର ଏକମାତ୍ର ପୁତ୍ରକୁ ସେ ଆମମାନଙ୍କ ପରିତ୍ରାଣ ନିମନ୍ତେ ଦାନ କଲେ। ଜହନ 3:16 ଲେଖା ହେଇଛି। ଆଉ ପିତା କଣ କଲେ? ତାଙ୍କର ଏକମାତ୍ର ଦ୍ୱିତୀୟ ପୁତ୍ରକୁ ସେ ଆମମାନଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରନ୍ତି ସେ ବିନଷ୍ଟ ନ ହେଇ ଅନନ୍ତ ଜୀବନ ପ୍ରାପ୍ତ ହେବେ, ଏ କଥା ଲେଖାଯାଇଛି। ଲୁକ 1:35 ଲେଖାଯାଇଛି, ଆଉ ପବିତ୍ର ଆତ୍ମା ମରିୟମଙ୍କ ଉପରେ ଅଧିଷ୍ଠାନ କରନ୍ତେ ପରାତ୍ପରଙ୍କ ଶକ୍ତିରେ ଆଉ ଯୀଶୁ ଖ୍ରୀଷ୍ଟ କଣ ହେଲେ? ଜନ୍ମ ହେଲେ। ଏହି ପ୍ରକାର ପ୍ରତ୍ୟେକ କ୍ଷେତ୍ରରେ ପିତା ପୁତ୍ର ପବିତ୍ର ଆତ୍ମା କାର୍ଯ୍ୟ କରନ୍ତି, କିନ୍ତୁ ଆମମାନେ କଣ କରୁଛୁ? ଆତ୍ମାଙ୍କୁ ଆମେ ଗ୍ରହଣ କରୁନୁ, ଆଉ ହୃଦୟରେ ସ୍ଥାନ ଦଉନୁ। ତେଣୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ଆମମାନେ ପାପ କରି ବସିଛୁ। ତେବେ ଆମେ ଗୋଟେ ପଦ ଦେଖିବା, ଟିକେ ମତେ ପଢିବାରେ ସାହାଯ୍ୟ କରିବେ। ପ୍ରଥମ ଥେସଲୋନିକି 5:19 ଗୋଟିଏ ଛୋଟ ସଂକ୍ଷିପ୍ତ ପଦ ଲେଖାଯାଇଛି, ବାକ୍ୟ ଲେଖାଯାଇଛି। ସେଠାରେ ଲେଖାଯାଇଛି ଏ ପ୍ରକାର, ଆତ୍ମାଙ୍କୁ ନିର୍ବାଣ ନ କର। ପ୍ରଥମ ହଁ ପଢ। ତେସଲୋନିକେ ଆତ୍ମାଙ୍କୁ ନିର୍ବାଣ ନ କର। ଆତ୍ମାଙ୍କୁ ନିର୍ବାଣ ନ କର। ଧନ୍ୟବାଦ ମା। ଆତ୍ମାଙ୍କୁ ନିର୍ବାଣ କଣ? ହେୟ ଜ୍ଞାନ କରିବା, ତୁଚ୍ଛ ଜ୍ଞାନ କରିବା, ତାଙ୍କୁ ହୃଦୟରେ ଧାରଣ ନ କରିବା, ତାଙ୍କୁ ହୃଦୟରେ ସ୍ଥାନ ନ ଦେବା, ପରିତ୍ୟକ୍ତ କରିବା, ଏଇଟା ହଉଛି ଗୋଟେ ପାପ। ବାକ୍ୟ ସ୍ପଷ୍ଟ କହୁଛି ଯେ ଆତ୍ମାଙ୍କୁ ନିର୍ବାଣ ନ କର। ଥେସଲୋନିକି ମଣ୍ଡଳୀକୁ ପ୍ରେରିତ ପାଉଲ ଶିକ୍ଷା ଦଉଛନ୍ତି, ତୁମମାନେ ସବୁ କରୁଛ ସତ, ପିତାଙ୍କୁ ସମ୍ମାନ ଦଉଛ, ପୁତ୍ରଙ୍କୁ ସମ୍ମାନ ଦଉଛ, ଗୌରବ ଦଉଛ, ପ୍ରଶଂସା ଦଉଛ, କିନ୍ତୁ ଆତ୍ମାରେ ତମେ ଚାଲିପାରୁନ। ଏଟା ଆମମାନଙ୍କୁ ଗୋଟେ ପରାମର୍ଶ ଦିଆଯାଇଛି ଥେସଲୋନିକି ଆଉ ମଣ୍ଡଳୀକୁ। ଥେସଲୋନିକି ତାର ପ୍ରଥମ ଥେସଲୋନିକି ତାର ଆଉ ଆମେ ଦେଖିଲୁ 5:19 ପଦ, ଯେ ଆତ୍ମାଙ୍କୁ ନିର୍ବାଣ ନ କର। ଆଜି ପବିତ୍ର ଆତ୍ମାଙ୍କୁ ଆମେ ଜଗତରେ ବା ସମାଜରେ, ମଣ୍ଡଳୀରେ, ବ୍ୟକ୍ତିଗତ ଜୀବନରେ ଆଜି ସ୍ଥାନ ଦେଇଛୁ କି? ଆମେ ନିଜ ନିଜକୁ ଆଜି ସମୀକ୍ଷା କରିବା ଆବଶ୍ୟକତା ରହିଛି, କାରଣ ଆତ୍ମାଙ୍କ ବିରୁଦ୍ଧରେ ଏହା ମଧ୍ୟ ଗୋଟେ ପ୍ରଥମ ପାପ ହଉଛି। ଆମେ ସବୁବେଳେ ତାଙ୍କୁ ଉହ୍ୟ କରୁଛୁ। ପବିତ୍ର ଆତ୍ମାଙ୍କ ଚାଳନାରେ ପ୍ରାର୍ଥନା ନାହିଁ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଗୀତ ନାହିଁ। ଆମମାନଙ୍କର ଆଚରଣ, ଉଚ୍ଚାରଣ, ପୋଷାକ, ପରିପାଟି, ସଭା ସମିତି ଯୋଉଠି ଦେଖିବା ଆମେ ଆତ୍ମିକ ଜୀବନ ପରି ଆମମାନଙ୍କୁ ଲାଗୁନାହିଁ। ବିଜାତୀୟ ମାନେ ଯାହା
ଯେଉଁମାନେ ଜାଣିନାହାନ୍ତି ସେମାନେ ମଧ୍ୟ ତାହା କରନ୍ତି, ଆଉ ଆମେ ମଧ୍ୟ ଆଜି ତାହା କରୁଛୁ। ତେଣୁ ପରୋକ୍ଷ ଭାବରେ ବିଜାତୀୟ ମାନଙ୍କର ଆଚରଣ ଉଚ୍ଚାରଣ ଯେମିତି, ଖ୍ରୀଷ୍ଟିଆନ ମାନଙ୍କର ଆଚରଣ ଉଚ୍ଚାରଣ ମଧ୍ୟ ସେମିତି। ତେଣୁ ପ୍ରେରିତ ପାଉଲ ଶିକ୍ଷା ଦଉଛନ୍ତି, ପରାମର୍ଶ ଦଉଛନ୍ତି, ତୁମେମାନେ କଣ ନ କର? ଆତ୍ମାକୁ ନିର୍ବାଣ ନ କର, ପବିତ୍ର ଆତ୍ମାଙ୍କୁ ନିର୍ବାଣ ନ କର। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପାପ। ଯଦି ଆମେ ଜାଣିବାର ଅଛି ଯେ ପବିତ୍ର ଆତ୍ମାଙ୍କ ସହିତ ଆମେ କାର୍ଯ୍ୟ କରୁଛୁ ନା ନାହିଁ। ପ୍ରତ୍ୟେକ ଲୋକ, ପ୍ରତ୍ୟେକ ବ୍ୟକ୍ତିତ୍ୱ, ଏମିତିକି ସଣ୍ଡେ ସ୍କୁଲଠୁ ଆଉ ମଣ୍ଡଳୀ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାର, ପ୍ରତ୍ୟେକ ବ୍ୟକ୍ତିତ୍ୱ ଏଟାକୁ ଗୁରୁତ୍ୱ ଦେଇକି ଆମେ ଆଗାମୀ ଜୀବନରେ ପରାମର୍ଶ ପ୍ରେରିତ ପାଉଲ ଦଉଛନ୍ତି ଯେ ଆମେ କାର୍ଯ୍ୟ। ସେଦିନ ସେ ମଣ୍ଡଳୀରେ ମଧ୍ୟ ସେ ପ୍ରକାର ଥିଲା। ଆତ୍ମାଙ୍କୁ ଧାରଣ କରିବାର ଶକ୍ତିକୁ ଲୋପ ହେଇଯାଇଥିଲା। ପବିତ୍ର ଆତ୍ମା ଆଉ ଆମମାନଙ୍କର ସାହାଯ୍ୟକାରୀ ଆତ୍ମା ବୋଲି କୁହାଯାଏ, କିନ୍ତୁ ସେଇ ଆତ୍ମାକୁ ଆମେ ଛାଡ଼ି ପିତାଙ୍କୁ, ପୁତ୍ରଙ୍କୁ ହିଁ ଆମେ ଗୁରୁତ୍ୱ ଦେଇଥାଉ। କିନ୍ତୁ ଏହା ଏକ ପାପ ଯେ ଆତ୍ମାଙ୍କୁ ଆମେ କଣ କରୁଛୁ? ନିର୍ବାଣ କରୁଛୁ। ତାକୁ ଅସତ୍ୟ ବା ତାକୁ ଆମେ ଗୁରୁତ୍ୱ ଦଉନୁ। ଆମ ଜୀବନକୁ ସେ ଆସିବା ପାଇଁ ସେ ଚାହାନ୍ତି, କିନ୍ତୁ ଆମେ ଜୀବନରେ ତାକୁ ପରିତ୍ୟାଗ କରୁଛୁ। ତାହା ହିଁ ନିର୍ବାଣ। ଆତ୍ମାଙ୍କୁ ଆମେ ନିର୍ବାଣ ଦଉଛୁ। ଏଟା ହଉଛି ଆମମାନଙ୍କର ପ୍ରଥମ ପାପ। ଦ୍ୱିତୀୟ ପାପ ଟିକେ ପଢିବା ମା, ରୋମୀ 8:9 ପଦ। ରୋମୀ 8:9 ପଦ। କିନ୍ତୁ କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମମାନଙ୍କ ଠାରେ ବାସ କରନ୍ତି, ବାସ କରିବ, ତାହେଲେ ତୁମେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କର ଆତ୍ମା ପାଇନଥାଏ, ତେବେ ସେ ତାହାଙ୍କର ନୁହେଁ। ଧନ୍ୟବାଦ। ଯଦି ତୁମାନେ କଣ ଲେଖା ହେଇଛି ମା? ଯଦି ତୁମାନେ ଆତ୍ମାଙ୍କର ବଶରେ ଅଛ। ପଢ ମା, ଟିକେ ଆଉ ଟିକେ ପଢ, ମୁଁ କାଢୁଛି। କିନ୍ତୁ ଈଶ୍ୱରଙ୍କର ଆତ୍ମା ଯଦି ତୁମମାନଙ୍କ ଠାରେ କରନ୍ତି, ବାସ କରନ୍ତି, ତାହେଲେ ହଁ, ତୁମେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇନଥାଏ, ତେବେ ସେ ତାହାଙ୍କର ନୁହେଁ। ତେବେ ସେ ତାହାଙ୍କର ନୁହେଁ। ଆଉ ବହୁତ ସୁନ୍ଦର ଭାବରେ ଏଠି ଲେଖାଯାଇଛି 8:9 ପଦରେ ଯେ କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମମାନଙ୍କ ଠାରେ ବାସ କରନ୍ତି। ଆମେ ପ୍ରଥମେ ନିର୍ବାଣ କରୁଛୁ। ଆମେ ତାକୁ ଗ୍ରହଣ କରିବାକୁ ଇଚ୍ଛା କରୁନୁ, ତାକୁ ତୁଚ୍ଛ କରୁଛୁ, ହେୟ ଜ୍ଞାନ କରୁଛୁ। ଆମେ ନିଶ୍ଚିତ ଭାବରେ ପିତା ଓ ପୁତ୍ରଙ୍କୁ ଆମେ ଜୀବନରେ ଗୁରୁତ୍ୱ ଦଉଛୁ, କିନ୍ତୁ ପବିତ୍ର ଆତ୍ମା ତାଙ୍କୁ ଆମେ ଗ୍ରହଣ କରୁନୁ। ଏଠି ସେଥିପାଇଁ ଲେଖାଯାଇଛି ଯେ ଯଦି ତୁମମାନଙ୍କ ହୃଦୟରେ 8:9 ପଦ, କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମମାନଙ୍କ ଠାରେ ବାସ କରନ୍ତି, ତାହେଲେ ତୁମମାନେ ଶରୀରର ବଶରେ ନାହଁ। ଆଜି ଆମମାନେ ଯେତେ ସବୁ ଲୋକ ସାଂସାରିକ ମନା, ଶାରୀରିକ ମନା, ଜାଗତିକ ମନା, କିନ୍ତୁ ଆତ୍ମାରେ ଆମମାନେ ପରିଚାଳିତ ହେଇପାରୁନୁ। ତେଣୁ ଆମମାନେ ଶାରୀରିକ ବଶରେ ଅଛୁ, କିନ୍ତୁ ଆତ୍ମାର ବଶରେ ନାହିଁ। ଆଉ ଲେଖା ହେଇଛି ମାତ୍ର ଆତ୍ମାଙ୍କ ବଶରେ, ତାହେଲେ ତୁମମାନେ ଶରୀରର ବଶ ନାହିଁ, ଆଉ ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କର ଆତ୍ମା ପାଇନଥାଏ, ତେବେ ସେ ତାହାଙ୍କର ନୁହଁ। ଆମେ ସ୍ୱର୍ଗ ଯିବା ପାଇଁ ବହୁତ ଚେଷ୍ଟା କରିଥାଉ, କିନ୍ତୁ ପବିତ୍ର ଆତ୍ମାଙ୍କର ସବୁ ପ୍ରକାର ଚିନ୍ତାଧାରା ଅଛି। ଆମମାନଙ୍କର ଗତିବିଧି ସେ ଜାଣନ୍ତି, ଆମମାନଙ୍କର ଚିନ୍ତା ସେ ଜାଣନ୍ତି, ଆମମାନଙ୍କର ଅନ୍ତଃକରଣ ସେ ତଉଲନ୍ତି, ଆମମାନଙ୍କର ଭଲ ମନ୍ଦ ସେ ଜାଣନ୍ତି। ଆଉ ଯେଉଁମାନେ ତାକୁ ଗ୍ରହଣ କରନ୍ତି, ସେ ଆତ୍ମାରେ ଲିଡ୍ କରିକି ନିଅନ୍ତି। ଯଦି ଆମେ ଆତ୍ମାଙ୍କୁ ନିର୍ମାଣ କରିଦେଇଛୁ, ପ୍ରଥମରେ ପରିତ୍ୟାଗ କରିଛୁ, ତାଙ୍କୁ ଗ୍ରହଣ କରିନୁ, ଆମ ହୃଦୟରେ ତାଙ୍କ ସ୍ଥାନ ନାହିଁ, ତାହେଲେ ଆମେ ଆତ୍ମାରେ ବଶର ନାହିଁ, ଆତ୍ମାଙ୍କ ବଶରେ ନାହିଁ। ଆମେ ଶାରୀରିକ ବଶରେ ଅଛୁ, ଶାରୀରିକ ଭାବରେ ଆମେ ଚାଲୁଛୁ। ତେଣୁ ଏଠାରେ ସ୍ପଷ୍ଟ କୁହାଯାଇଛି ଯଦି ଆତ୍ମା ପାଇନଥାଏ, ତେବେ ସେ ତାହାଙ୍କର ନୁହଁ। ଆମେ ସମସ୍ତେ ବଡ଼ ଦାବିରେ କହୁଛୁ ଆମେ ପବିତ୍ର ଆତ୍ମା ପାଇଛୁ, କିନ୍ତୁ ପବିତ୍ର ଆତ୍ମାକୁ ଯେହେତୁ ଆମେ ଗ୍ରହଣ କରିନୁ, ପବିତ୍ର ଆତ୍ମା ଅନ୍ତର ତୋଲନ୍ତି,
ଅନ୍ତର ଜାଣନ୍ତି, ତାଙ୍କ ଚିନ୍ତା କରିବାର ଶକ୍ତି ଅଛି, ଆଉ କାର୍ଯ୍ୟ ସାଧନ କରିବାର ଶକ୍ତି ଅଛି। ସେ ଏକ ବ୍ୟକ୍ତିତ୍ୱ। ତାଙ୍କୁ ଆମେ ଯଦି ଗ୍ରହଣ କରିନୁ, ଆମେ ଶରୀରର ବଶରେ ଅଛୁ, ଆଉ ଆତ୍ମା ମାଙ୍କୁ ଲିଡ୍ କରୁନାହିଁ, ଆଉ ଆମେ ଆତ୍ମାଙ୍କର ନୁହଁ। ଏଠି ସ୍ପଷ୍ଟ ଭାବରେ ଆଉ ଏ ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲ ଶିକ୍ଷା ଦଉଛନ୍ତି। ସେ ମଣ୍ଡଳୀର ମଧ୍ୟ ସେ ପ୍ରକାର ଥିଲା। ସବୁ କରୁଛନ୍ତି, ସବୁ ଉଦ୍ଯୋଗୀ ଅଛି ଶାରୀରିକ ଭାବେ, କିନ୍ତୁ ଆତ୍ମାଙ୍କ ବଶରେ ଆଉ ଉଦ୍ଯୋଗୀ ନାହିଁ। ଆତ୍ମିକ ଭାବରେ ତାଙ୍କର ଜୀବନ ଯାପନ ନାହିଁ। ସେଥିପାଇଁ ସେମାନେ ଫେଲ୍ ହେଲେ। ଆଜି ତ ଫେଲ୍ ହେବେ, ବିଚାର ଦିନରେ ମଧ୍ୟ ସେମାନେ କଣ ହେବେ? ଫେଲ୍ ହେବେ। ଆଉ 10 ପଦରେ ଲେଖା ଅଛି, କିନ୍ତୁ ଯଦି ଖ୍ରୀଷ୍ଟ ତୁମମାନଙ୍କ ଠାରେ ଥାଆନ୍ତି, ତାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ। ଖ୍ରୀଷ୍ଟ ଅଛନ୍ତି, ଖ୍ରୀଷ୍ଟଙ୍କୁ ଆମେ କିନ୍ତୁ ଯଦି ଖ୍ରୀଷ୍ଟ ତୁମମାନଙ୍କ ଠାରେ ଥାଆନ୍ତି, ତାହେଲେ ଶରୀର ପାପ ହେତୁ ମୃତ ଅଟେ। ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ। ଦୁଇ ପ୍ରକାର ବିଷୟ ଲେଖା ହେଇଛି। ଖ୍ରୀଷ୍ଟ ଥିଲେ ମଧ୍ୟ ଏଠି ଦେଖନ୍ତୁ ସ୍ପଷ୍ଟ କରିଦିଆଯାଇଛି, ଆଉ ଲେଖାଯାଇଛି ଶରୀର ପାପ ହେତୁ ମୃତ୍ୟୁ ଅଟେ, କିନ୍ତୁ ଆତ୍ମା ଧାର୍ମିକ ହେତୁ ଆଉ କଣ ଅଟେ ନା ଆଉ ଜୀବିତ ଅଟେ। ଆମେ କୋଉ ପ୍ରକାର ଜୀବନ ଯାପନ କରୁଛୁ? ଆମେ ଆତ୍ମାରେ ଜୀବନ ଯାପନ କରୁଛୁ, ନା ଖ୍ରୀଷ୍ଟିଆନ ବୋଲି ଖ୍ରୀଷ୍ଟଙ୍କୁ ପାଇଛୁ ବୋଲି ଆମମାନେ ଆନନ୍ଦିତ ହେଇକିରି ଆମର ଶରୀରକୁ ମୃତ ଆଡକୁ ନଉଛୁ? ଆମର ଶରୀର ଆଜି ମୃତ ଅଛି। ଯଦି ଖ୍ରୀଷ୍ଟଙ୍କୁ ପାଇଲେ ମଧ୍ୟ ଆତ୍ମାଙ୍କୁ ଆମେ ଧାରଣ କରିନୁ, ତେବେ ଆମେ ଶାରୀରିକ ଭାବେ ମୃତ ଅଟୁ, କିନ୍ତୁ ଆତ୍ମିକ ଭାବେ ଜୀବିତ ହେଇପାରିନୁ। ଆମେ ଆତ୍ମାକୁ ପରିତ୍ୟାଗ କରିଛୁ, ନିର୍ବାଣ କରିଛୁ। ତେଣୁ ଆମମାନଙ୍କୁ ଶିକ୍ଷା ଦିଆଯାଉଛି ଯେ ଆମମାନେ କଣ କରିବାର ଅଛି? ଆତ୍ମାଙ୍କୁ ଗ୍ରହଣ କରି ଆତ୍ମାରେ ଧାର୍ମିକତା ପରିତ୍ରାଣର କାର୍ଯ୍ୟ କରି ଆମେ କଣ କରିବାର ଅଛି? ଜୀବିତ ହବାର ଅଛି। ଆଉ ସେ ବିଚାର ଦିନରେ ଆମମାନଙ୍କୁ କଣ କରାଯିବ? ଆଉ ସେଇ ସ୍ଥାନରେ ଆମମାନଙ୍କୁ ଠିଆ ହେବା ପାଇଁ ସୁଯୋଗ ଦିଆଯିବ। ଆଜି ଦୁଇ ପ୍ରକାର, ଖ୍ରୀଷ୍ଟଙ୍କୁ ପାଇଛୁ, ଖ୍ରୀଷ୍ଟିଆନ ହେଇଛୁ, କିନ୍ତୁ ଆମ ଶରୀରରେ ମୃତ କାର୍ଯ୍ୟ ସବୁ କରୁଛୁ। ଯେହେତୁ ଆମେ ଆତ୍ମିକ ଜୀବନ ଯାପନ କରୁନୁ, ଆତ୍ମାକୁ ଆମେ ଗ୍ରହଣ କରୁନୁ, ଆତ୍ମା ଆମକୁ ଲିଡ୍ କରୁନାହାନ୍ତି। ତେଣୁ ଆମେ ଚିନ୍ତା କରିବାର ଆବଶ୍ୟକ ରହିଛି, ପବିତ୍ର ଆତ୍ମାଙ୍କୁ ଆମେ ଗ୍ରହଣ କରିଛୁ ନା ନାହିଁ। ବା ଶାରୀରିକ ଭାବେ ଆମେ ଚାଲୁଛୁ, ଖ୍ରୀଷ୍ଟିଆନ ହେଇଛୁ ସତ, ଗିର୍ଜା ଯାଉଛୁ ସତ, ସବୁ କରୁଛୁ ସତ, କିନ୍ତୁ ଆତ୍ମାରେ ଆମେ କଣ ହେଇଛୁ? ମୃତ ଅଛୁ। ଆମେ ଚିନ୍ତା କରିବା ଆଉ ଏ ବିଷୟରେ। ତେଣୁ ଆମେ କଣ କରିବା ନା ଆତ୍ମାଙ୍କ ବଶରେ ଆମେ ରହିବାର ଆବଶ୍ୟକତା ରହିଛି। ପ୍ରଥମେ ଆତ୍ମାଙ୍କୁ ହେ ଜ୍ଞାନ ନ କରିବା ବା ଆତ୍ମାଙ୍କୁ ନିର୍ବାଣ ନ ଦେବା। ଦ୍ୱିତୀୟତଃ ଆମେ ଦେଖିଲୁ ଆଉ ଆତ୍ମାଙ୍କ ବଶରେ ଆମେ ରହିବାକୁ ପଡିବ। ଏପିସି ପୁସ୍ତକଟି କାଢନ୍ତୁ, ଏପିସିୟ ମଣ୍ଡଳୀକୁ ପ୍ରେରିତ ପାଉଲ ଏପିସି 4ର ତାର 30, 31, 32 ପଢିବା। ସେଠି କେମିତି ଆମେ ଆତ୍ମାକୁ ଦୁଃଖ ଦଉଛୁ। ଆଉ ଈଶ୍ୱରଙ୍କର ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କ ଠାରୁ ଦୂର ହେଉ। ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ। ପୁଣି ଈଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର। ଧନ୍ୟବାଦ ମା। ଆଉ ବହୁତ ସୁନ୍ଦର ଭାବରେ ଏଠି ବ୍ୟାଖ୍ୟା କରାଯାଇଛି। ଏପିସିୟ ମଣ୍ଡଳୀକୁ ପ୍ରେରିତ ପାଉଲ ଲେଖୁଛନ୍ତି, ଯଦି ତୁମେ ଆତ୍ମାରେ ବସ ଅଛ, ଆମେ ଦେଖୁଛୁ ଏହି ସମୟରେ ଆମେ କେମିତି ଆତ୍ମାଙ୍କୁ ଦୁଃଖ ଦଉଛୁ। ଯେହେତୁ ଆମେ ଆତ୍ମାର ବଶରେ ନାହିଁ, ଏଠି ସେଥିପାଇଁ ଲେଖା ହେଇଛି 30 ପଦରୁ ମୁଁ ପଢୁଛି, ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତମେ ମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ଆମେ ଖ୍ରୀଷ୍ଟିଆନ ହେଇଛୁ, ଗିର୍ଜା ଉପାସନା କରୁଛୁ, ପ୍ରଭୁ ଭୋଜ ଖାଉଛୁ, ସଭା ସମିତି ଯାଉଛୁ, ଆଉ ଆନନ୍ଦ ମହୋତ୍ସବରେ ଆମେ ବହୁତ ଉଦ୍ଯୋଗୀରେ କାମ କରୁଛୁ, ପ୍ରାର୍ଥନା ମଧ୍ୟ ବହୁତ ସୁନ୍ଦରରେ କରୁଛୁ, ସବୁ କରୁଛୁ। ଯଦି ଏଟା ଆତ୍ମିକ ନୁହଁ, ଶାରୀରିକ ଭାବେ ଦେଖାଣିଆ ଭାବରେ ଆମେ କରୁଛୁ, ତାହେଲେ କିଛି ଲାଭ ନାହିଁ। ଆତ୍ମା ସେଥିପାଇଁ ଦୁଃଖିତ ହଉଛନ୍ତି। ଆମମାନଙ୍କୁ ଶିକ୍ଷା ଦିଆଯାଉଛି ଯେ ପ୍ରେରିତ ପାଉଲ ଏପିସିୟ ମଣ୍ଡଳୀ ମାଧ୍ୟମରେ ଶିକ୍ଷା ଦଉଛନ୍ତି ଯେ
ତୁମ ମାନେ ଆତ୍ମାକୁ ଦୁଃଖ ଦିଅ ନାହିଁ। କଣ ଆମେ ଦୁଃଖ ଦଉଛୁ ଦେଖନ୍ତୁ, ଆମେ ଖ୍ରୀଷ୍ଟିଆନ ହେଇକିରି ମଧ୍ୟ ସମସ୍ତ ପ୍ରକାର କଟୁ ଭାବ ଆମମାନଙ୍କ ଜୀବନରେ ଅଛି, ରାଗ ଅଛି, କ୍ରୋଧ ଅଛି, କଳହ ଅଛି, ନିନ୍ଦା ଅଛି, ପୁଣି ସମସ୍ତ ପ୍ରକାର ହିଂସା ଅଛି। ତୁମମାନଙ୍କ ଠାରୁ ଦୂର ହଉ। ପବିତ୍ର ଆତ୍ମା ଯେହେତୁ ଲିଡ୍ କରୁନାହାନ୍ତି, ତେଣୁ ଆମେ ଏସବୁ ଶାରୀରିକ ବଶରେ ଥାଇକିରି ଏସବୁ କାର୍ଯ୍ୟ ଆମେ ଅବଶ୍ୟ କରୁଛୁ। ଆମେ କେହି ବି କହିପାରିବା ନାହିଁ ଯେ ଆମେ କରୁନୁ ବୋଲିକି। ଏଇ ସ୍ଥାନରେ ସେଇ ଶିକ୍ଷା ଦିଆଯାଉଛି ଯେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କର, ଆଉ ଏସବୁକୁ କଣ କର, ପରିତ୍ୟାଗ କର। ତୁମମାନେ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ଆଉ କଣ କରିବାର ଅଛି? ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କ ଠାରୁ ତୁମମାନଙ୍କୁ ଯେପରି କ୍ଷମା କଲେ ସେହିପରି ପରସ୍ପରକୁ କ୍ଷମା କର। ଜଣେ ଆତ୍ମିକ ଲୋକ, ଜଣେ ଆତ୍ମିକ ସେବକ, ଜଣେ ପାଳକ ହଉ, ପ୍ରଚାରକ ହଉ, ବିଶ୍ୱାସୀ ହଉ କି ଗୋଟେ ପରିବାର ହଉ, ଏସବୁକୁ ଆମେ ଧାରଣ କରିକି ଚାଲିବାକୁ ପଡିବ। ଯେହେତୁ ଆମ ପାଖରେ ଆତ୍ମା ନାହିଁ, ଆମେ କଣ କରୁଛୁ? ମନ୍ଦ ଆତ୍ମା ସହିତ ପରିଚାଳିତ ହଉଛୁ। ଖ୍ରୀଷ୍ଟିଆନ ହେଇଛୁ ଆକା, ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛୁ, କିନ୍ତୁ ମନ୍ଦ ଆତ୍ମା ଆମମାନଙ୍କୁ ଲିଡ୍ କରୁଛି। ଏସବୁ ଶାରୀରିକ ପ୍ରବୃତ୍ତି, ଯେତେ ସବୁ ଲେଖା ହେଇଛି ଆମେ ପଢିଲୁ, ଆମେ ଶାରୀରିକ ପ୍ରବୃତ୍ତିରେ ଆମେ ଆଚରଣ କରୁଛୁ। ତେଣୁକରି ଆମମାନଙ୍କ ନିମନ୍ତେ ଯୋଉ ସାହାଯ୍ୟକାରୀ ଆତ୍ମା ଦିଆଯାଇଛି, ସେ ସାହାଯ୍ୟକାରୀ ଆତ୍ମା ଆମମାନଙ୍କ ଜୀବନରେ ନଥିବାରୁ ସେ ଆମମାନଙ୍କୁ ଲିଡ୍ କରିପାରୁନାହାନ୍ତି। ଯାହାଫଳରେ ଆମେ ଆତ୍ମାଙ୍କୁ ଏସବୁ କାର୍ଯ୍ୟକଳାପ ମାଧ୍ୟମରେ ପ୍ରତ୍ୟେକଙ୍କର ଜୀବନରେ ଅଳ୍ପ ବହୁତ ଅଛି। ଆମେ କେବେ ବି ମନା କରିପାରିବା ନାହିଁ ଯେ ମୋ ଠାରେ ଏଇଟା ନାହିଁ, ଆମେ କେବେ ବି କହିପାରିବା ନାହିଁ। ଆମେ ଏଇସବୁ କାମ ସବୁ କରି ଆତ୍ମାଙ୍କୁ କଣ କରୁଛୁ? ଦୁଃଖ ଦଉଛୁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଉ ଜଗତରେ ଆମେ ସେଥିପାଇଁ ଆମମାନଙ୍କୁ କହୁନାହାନ୍ତି ଯେ ଦେଖରେ ଖ୍ରୀଷ୍ଟିଆନ ମାନଙ୍କର ଆଚରଣ ଉଚ୍ଚାରଣ କି ପ୍ରକାର। ବହୁତ ଦୁଃଖର ବିଷୟ। ଆତ୍ମା ଦୁଃଖିତ ହଉଛନ୍ତି। ଆଜି ଆମମାନେ ସବୁ କରୁଛୁ, ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଛୁ ଆକା ସତ, ଖ୍ରୀଷ୍ଟିଆନ ହେଇଛୁ ସତ, କିନ୍ତୁ ଆତ୍ମାଙ୍କୁ ଗ୍ରହଣ ନ କରିବାଟା ଆମମାନଙ୍କର ବହୁତ ବଡ ଅଭିଶାପ। ବା ଆଉ ଆତ୍ମାଙ୍କୁ ଦୁଃଖ ଦେଇ ଆମେ କଣ କରିବା ନା, ସେଇ ଦିନରେ ଆମେ ନିଶ୍ଚିତ ଭାବରେ ସେ ବିଚାର ଦିନରେ ଆମମାନେ କଣ ସାକ୍ଷ୍ୟ ଦେବା, ଏବେ ଚିନ୍ତା କରିବାକୁ ପଡିବ। ପ୍ରେରିତ ପୁସ୍ତକକୁ ଆମେ ଯିବା, ପ୍ରେରିତ 5:3। ଆଉ ସେଠି ଗୋଟେ ସୁନ୍ଦର ଶିକ୍ଷା ଦିଆଯାଇଛି ହନାନୀୟ ସଫିରା ବିଷୟରେ। ଟିକେ ମା ପଢନ୍ତୁ, ପ୍ରେରିତ 5:3। ସେଥିରେ ପିତର କହିଲେ, ହେ ହଁ କୁହ। ହନନୀୟ ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୈତାନ ତୁମ ହୃଦୟରେ ସମ୍ପୂର୍ଣ୍ଣ ଅଧିକାର କରିଅଛି? ଦେଖନ୍ତୁ, ଆମେ ସବୁ କରିବା ଦ୍ୱାରା, ଆଉ ଏଠି ଲେଖାଯାଉଛି ପ୍ରେରିତକ ଯୁଗର କଥା ଏଟା। ଆଉ ହନାନ୍ୟ ସଫିରା କି ପ୍ରକାର ସେମାନଙ୍କର ନିଜ ସମ୍ପତ୍ତିକୁ ପ୍ରତିଜ୍ଞା କରିଥିଲେ ପ୍ରଭୁଙ୍କ ଆଗରେ ଯେ ବିକ୍ରୟ କରି ସମସ୍ତ ତମକୁ ଦେବୁ, ଦାନ ଦେବୁ ବୋଲି। କିନ୍ତୁ ବିକ୍ରୟ କଲା ପରେ ତାଙ୍କୁ ଲୋଭର ଆତ୍ମା ବା ଶୈତାନର ଆତ୍ମା ତାଙ୍କୁ ଗ୍ରାସ କଲା। ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇବାକୁ କାହିଁକି ତୁମ ହୃଦୟରେ ସମ୍ପୂର୍ଣ୍ଣ ଶୈତାନ ତୁମ ହୃଦୟରେ ସମ୍ପୂର୍ଣ୍ଣ ଅଧିକାର କରିଛି। ପ୍ରେରିତଙ୍କ ଯୁଗରେ ଡାଇରେକ୍ଟ ହଉଥିଲା, ଡାଇରେକ୍ଟ ପବିତ୍ର ଆତ୍ମା କାର୍ଯ୍ୟ କରୁଥିଲେ, ଡାଇରେକ୍ଟ ଦଣ୍ଡ ପାଉଥିଲେ। ଆଜି ଅନୁଗ୍ରହର ଯୁଗ, ମଣ୍ଡଳୀ ଯୁଗ। ଆମେ ଯେତେ ପାପ କଲେ ବି, ପ୍ରାର୍ଥନା କଲେ ଆମେ କ୍ଷମା ପାଉଛୁ, ପ୍ରଭୁ କ୍ଷମା ଦଉଛନ୍ତି। ଆମେ ପ୍ରତ୍ୟେକ ବର୍ଷ ଗୀତ ଗାଉଛୁ, ବଞ୍ଚାଇଣ ଦେଖାଇଲେ ନୂତନ ବରଷ। ସେଇ ଗୋଟେ ଦିନ ଗୀତ ଗାଇକି ଆମେ ପରବର୍ତ୍ତୀ ଜୀବନକୁ କଣ କରୁଛୁ? କଳୁଷିତ କରୁଛୁ, ଶୈତାନ ଦ୍ୱାରା ପରିଚାଳିତ ହଉଛୁ। ଆମେ ବିଭିନ୍ନ ପ୍ରକାର ଲୋଭ, ମୋହ, ମାୟା, ଜାଗତିକ ବିଷୟରେ ଆମେ ଆଉଜି ପଡୁଛୁ, କାରଣ ପବିତ୍ର ଆତ୍ମାଙ୍କର ଶକ୍ତି ଆମମାନଙ୍କ ଠାରେ ନାହିଁ। ଏଠି ଆମେ କଣ କରୁଛୁ ନା, ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ମିଥ୍ୟା କହୁଛୁ। ଏହା ମଧ୍ୟ ଏକ ପାପ। ଯୋଉମାନେ ମିଥ୍ୟା କହନ୍ତି, ମିଥ୍ୟାକୁ ଆଧାର କରିକି ଜୀବନ ଯାପନ କରନ୍ତି, ପ୍ରକୃତରେ এই ଅନୁଗ୍ରହ ଯୁଗରେ ସିନା କ୍ଷମା ପାଇଯିବା, କିନ୍ତୁ ବନ୍ଧୁଗଣ ସେଇଦିନ
ଏ ମିଥ୍ୟା ଗୁଡାକ ସବୁ ରେକର୍ଡ ହେଇକି ଥିବ। ଆମେ ଯେମିତି ଆଜିର ଶିକ୍ଷା ବା ସବୁଦିନର ଶିକ୍ଷାକୁ ରେକର୍ଡ କରି ବାରମ୍ବାର ଆମେ ଶୁଣୁଛୁ, ସେତିକି ବେଳକୁ ମଧ୍ୟ ଆମମାନଙ୍କୁ ଶୁଣେଇ ଦିଆଯିବ, ଆଉ ଆମମାନଙ୍କର ଜୀବନ ପୁସ୍ତକରେ ଆଉ ନାଁ ନଥିବ। ମିଥ୍ୟା ହଉଛି ଗୋଟେ ବଡ ପାପ। ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ଖ୍ରୀଷ୍ଟିଆନ ମାନେ ଜାଣିବା ଆବଶ୍ୟକ ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ମିଥ୍ୟା କହିକି ଆମେ କଣ କରୁଛୁ? ପାପ କରୁଛୁ। ଆମେ ଅନେକ ସମୟରେ ଅନେକ ବିଷୟରେ ଆମେ ମାଣ୍ଡଳିକ ଜୀବନରେ, ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ ଏହିପରି ମିଥ୍ୟାର ଆଶ୍ରୟ ନେଇଥାଉଛୁ, ଯାହା ଫଳରେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ କରୁଛୁ। ପବିତ୍ର ଆତ୍ମା ଏଥିରେ ମଧ୍ୟ ଦୁଃଖ ହୁଅନ୍ତି। ଏହାର ଦଣ୍ଡ ନିଶ୍ଚିତ ଭାବରେ ମିଥ୍ୟା ବିଷୟରେ ଅନେକ ବିଷୟ ଲେଖାଯାଇଛି। ଆମମାନଙ୍କ ଟାଇମ ନାହିଁ, ଆମେ ଆଉ ପଢିପାରିବା ନାହିଁ। ତେଣୁ ଏଠି ଶିକ୍ଷା ଦିଆଯାଉଛି ଯେ ମିଥ୍ୟା କି ଆମେ ପ୍ରତ୍ୟେକ ଦିନ ଆମେ କଣ କରୁଛୁ? ଖ୍ରୀଷ୍ଟିଆନ ମାନେ ଆଶ୍ରୟ ନେଉଛୁ ମିଥ୍ୟାର। ମିଥ୍ୟା ହଉଛି ବହୁତ ବଡ ପାପ। ଆଜି ମିଥ୍ୟାକୁ ଆଶ୍ରୟ ନ କଲେ ଜଗତରେ ଲୋକ ଚଳି ପାରୁନାହାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମିଥ୍ୟାକୁ ସେମାନେ କଣ କରୁଛନ୍ତି? ପ୍ରଥମ ସ୍ଥାନ ଦଉଛନ୍ତି, ଗୁରୁତ୍ୱ ଦଉଛନ୍ତି। କିନ୍ତୁ ପବିତ୍ର ଆତ୍ମାଙ୍କର ଚିନ୍ତା ବା ଶକ୍ତିକୁ, କାର୍ଯ୍ୟକୁ ସେମାନେ ଭୁଲି ଯାଉଛନ୍ତି। ଯଦି ଆମେ ଖ୍ରୀଷ୍ଟିଆନ, ଆମେ ପ୍ରକୃତରେ ଆଉ ତାହାଙ୍କର ସତ୍ୟ ଉପାସକ, ତେବେ ଆମେ ନିଶ୍ଚିତ ଭାବରେ ଆମେ କଣ କରିବା ଆବଶ୍ୟକ? ଆଉ ମିଥ୍ୟାକୁ ପରିତ୍ୟାଗ କରି ଆତ୍ମାରେ ସତ୍ୟ କହିବା ଆବଶ୍ୟକ। ହିନ୍ଦୁ ମାନେ କହୁଛନ୍ତି, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଏଟା ଆମେ ପିଲାବେଳେ ପାଠ ପଢୁଥିଲୁ। କିନ୍ତୁ ଆଜି ମଧ୍ୟ ପବିତ୍ର ଆତ୍ମା ପ୍ରତ୍ୟେକ ଖ୍ରୀଷ୍ଟିଆନ, ପ୍ରତ୍ୟେକ ବ୍ୟକ୍ତିତ୍ୱ, ପ୍ରତ୍ୟେକ ମଣ୍ଡଳୀରୁ, ଆଉ ଈଶ୍ୱର ଯେହେତୁ ସତ୍ୟ, ସେ ସତ୍ୟ ଚାହାନ୍ତି। ଯଦି ଆମେ ମିଥ୍ୟାର ଆଶ୍ରୟ ନେଇଛୁ, ପ୍ରିୟ ବନ୍ଧୁଗଣ, ଆମେ ଆତ୍ମାଙ୍କ ବିରୁଦ୍ଧରେ ପାପ କରୁଛୁ, ଆଉ ନିଶ୍ଚିତ ଏହାର ଦଣ୍ଡ ଗୁରୁତ୍ୱର ଅଟେ। ଆମେ ଦେଖିବା ସେଇ ପ୍ରେରିତ ପୁସ୍ତକ 1:8 ଟିକେ ଦେଖିବା। ଟିକେ ପଢ ମା। କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ଏଟା ଆମକୁ ପ୍ରତିଜ୍ଞା ଦିଆଯାଇଛି। ଆମେ ଯଦି ମିଥ୍ୟା ସାକ୍ଷ୍ୟ ହବା, ଆମେ କୋଉଠି ଯାଇକି ବାକ୍ୟ ପ୍ରଚାର କଲେ ମଧ୍ୟ ଆମମାନଙ୍କୁ ଆଜି ମିଥ୍ୟା, ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର ଉପରେ ଖ୍ରୀଷ୍ଟିଆନ ରିଲିଜିଅନ ଚାଲିଛି ବୋଲିକିରି ଜଗତରେ ଘୋଷଣା ହଉଛି। ଆମେ କେତେ ପ୍ରକାର ତାକୁ ପ୍ରତିରୋଧ କରୁଛୁ, କେତେ ସଂଘ ଗଠନ କରିଛୁ, ପ୍ରତିରୋଧ କରୁଛୁ, କିନ୍ତୁ ଜଗତ ଜାଣୁଛି ଯେ ଏମାନେ ମିଥ୍ୟା ସେବା କାର୍ଯ୍ୟ କରୁଛନ୍ତି ବୋଲି। ସେଥିପାଇଁ ଏଠି ଲେଖାଯାଇଛି ଯେ ଗୋଟେ ଆମକୁ ପ୍ରତିଜ୍ଞା ଦିଆଯାଇଛି କଣ? କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମମାନେ ଶକ୍ତି ପ୍ରାପ୍ତ ହବ, ଆଉ ଜେରୁସାଲାମ, ଆଉ ସମସ୍ତ ପ୍ରଦେଶ, ସମୀରଣୀୟ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହବ। ଖ୍ରୀଷ୍ଟିଆନ ମାନଙ୍କୁ ଯେହେତୁ ଆଉ ଜଗତ ଜାଣୁଛି ଯେ ମାନେ ମିଥ୍ୟାବାଦୀ, ମିଥ୍ୟା ସେବା କାର୍ଯ୍ୟ, ଅନେକ ଦୁର୍ନୀତି, ଅତ୍ୟାଚାର ଆମମାନଙ୍କ ଜୀବନରେ ରହିଛି। ଆମେ ଆଉ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ମିଥ୍ୟାର ଆଶ୍ରୟ ନେଉଛୁ, ମିଥ୍ୟା ଦ୍ୱାରା ଆମେ ପରିଚାଳିତ ହଉଛୁ। ଏଟା ଜଗତ ଜାଣୁଛି। ଆଉ ପବିତ୍ର ଆତ୍ମା ଏ ସ୍ଥାନରେ ଆଉ ଆମମାନଙ୍କୁ ଶିକ୍ଷା ଦିଆଯାଉଛି। ଆଉ ଗୋଟେ ପ୍ରଭୁଙ୍କର ପ୍ରତିଜ୍ଞା ରହିଛି, ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ ହିଁ ତୁମାନେ ସତ୍ୟ ଭାବରେ ମୋର ସେବା କାର୍ଯ୍ୟ କରିପାରିବ। ଆଉ ପ୍ରାନ୍ତ ପର୍ଯ୍ୟନ୍ତ ଯଦି ସେବା କରିବାର ଅଛି, ତୁମାନେ ସେଇ ପବିତ୍ର ଆତ୍ମାଙ୍କ ଶକ୍ତି ପ୍ରାପ୍ତ ହେଲେ ହିଁ ଆଜି ତୁମେ ସେବା କରିପାରିବ। ଯଦି ନାହିଁ, ଲୋକମାନେ ଆମମାନଙ୍କର ମିଥ୍ୟା, ଆମମାନଙ୍କର ବିଭିନ୍ନ ପ୍ରକାର ଦୁର୍ନୀତି, ଅତ୍ୟାଚାରକୁ ଆମମାନଙ୍କ ଦେଖିବେ, ଆଉ ସେମାନେ ଖ୍ରୀଷ୍ଟଙ୍କୁ ନିନ୍ଦା କରିବେ। ଏହା ମଧ୍ୟ ଗୋଟେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ପାପ ଅଟେ। ଆମେ ସେ ପବିତ୍ର ଆତ୍ମାକୁ ଗ୍ରହଣ କରିବା, ସେବା କାର୍ଯ୍ୟରେ ଆଗକୁ ବଢିବା, ଏବଂ ଈଶ୍ୱରଙ୍କର ଗୌରବ କରିକି ଯେମିତି ଆମେ ବଞ୍ଚିବା, ଏଥିପାଇଁ ସବୁବେଳେ ଆମେ ଆଉ ଚିନ୍ତା କରିବା। ସେଇ ପ୍ରକାର ପ୍ରେରିତ 7:51 ଟିକେ ପଢିବା। ହେ ସପ୍ତଗ୍ରୀବ, ପୁଣି ଅସୁନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି।
आपण मानकर पितृपुरुष माने जेपरी आपण माने मध्य सेहीपरी। धन्यवाद माँ। हे शक्त ग्रीव केते कहले मध्य तू जेते माठिउ माठ मु सेई दरपड़ा काठ बोली गोटे कथा अछि जगत रे। केते शिक्षा पाइले मध्य आमे शक्त ग्रीव हाँ करवा नहीं कि करूचु तो कौन ए प्रकार आमानकर गोटे मानसिकता रही जाइछि सेथिपाई एथे लेखा जाइछि जे आत्मा को आमे प्रतिरोध करछु काहे कि आमे शुणी देखिलु एबे जो माने आत्मा को शक्ति रे शक्ति युक्त होइकि सेवा कार्य करछंती ସେମାନେ ହିଁ କରିପାରିବେ ଅନ୍ୟମାନେ କରିପାରିବେ ନାହିଁ ଆମେ ଯଦି ଶକ୍ତ ଗ୍ରୀବ ହେଇଛୁ ଆଉ ଅସୁନ୍ନତି ହୃଦୟ ଆଉ ଆଉ ଅସୁନ୍ନତି କର୍ଣ୍ଣ ବିଶିଷ୍ଟ ହେଇଛୁ ଆଉ ଲୋକ ଯଦି ହେଇଛୁ ଆମେ ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି ଆପଣଙ୍କର ପିତୃପୁରୁଷ ମାନେ ମଧ୍ୟ ଯେପରି ଆପଣମାନେ ମଧ୍ୟ ସେହିପରି କରୁଛନ୍ତି କେତେ ଶିକ୍ଷା ଦିଆଯିବ ପ୍ରେରିତିକ ଯୁଗରେ ଏ ଶିକ୍ଷା ଦିଆଯାଉଥିଲା ଆଉ ସେମାନେ ସତ୍ୟ ଉପରେ ଆଧାର କରୁଥିଲେ ଆଉ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରୁଥିଲେ ଆଉ ସତ୍ୟ ଭାବରେ କାର୍ଯ୍ୟ କରୁଥିଲେ ସେଟା ମଧ୍ୟ ଏଠି ଶିକ୍ଷା ଦିଆଯାଇଛି ଆମକୁ ମଧ୍ୟ ଶିକ୍ଷା ଦିଆଯାଇଛି କିନ୍ତୁ ଲେଖାଯାଉଛି ଯୋଉମାନେ କି ଶକ୍ତ ଗ୍ରୀବ ଯୋଉମାନେ କେତେ କହିଲେ ମଧ୍ୟ ଶୁଣୁନାହାନ୍ତି ଈଶ୍ୱରଙ୍କର ବାକ୍ୟକୁ କର୍ଣ୍ଣପାତ କରୁନାହାନ୍ତି ପବିତ୍ର ଆତ୍ମାଙ୍କୁ ଧାରଣ କରୁନାହାନ୍ତି ପବିତ୍ର ଆତ୍ମାଙ୍କୁ ଧାରଣ କରୁନାହାନ୍ତି ଅର୍ଥ ତାର ପ୍ରତିରୋଧ କରୁଛନ୍ତି ଯେମିତି ଆସିବ ବୋଇଲେ ପ୍ରତିରୋଧ ବୋଇଲେ କଣ ପାଣି ପଳେଇ ଆସୁଛି ତାକୁ ଆମେ କଣ କରୁଛୁ ଗୋଟେ ମାଟି ଫାଟି ପକେଇକି ସେ ରାସ୍ତାକୁ ବନ୍ଦ କରୁଛୁ ପବନ ଆସୁଛି ବୋଲି ଆମେ ଘରର କବାଟ ଝରକା ବନ୍ଦ କରିଦଉଛୁ କିନ୍ତୁ ପବିତ୍ର ଆତ୍ମାଙ୍କ ଶକ୍ତି ଯେତେବେଳେ ଆସୁଛି ଆମର ହୃଦୟ ଖୋଲା ରଖୁନୁ ତାଙ୍କୁ ଗ୍ରହଣ କରୁନୁ ତାଙ୍କୁ ପ୍ରତିରୋଧ କରୁଛୁ ହୃଦୟ ରୂପକ ଦ୍ଵାର ଆମେ ବନ୍ଦ କରିଦଉଛୁ ସେଟା ହଉଛି ପ୍ରତିରୋଧ କିନ୍ତୁ ଏଠାରେ କୁହାଯାଉଛି ତୁମେ ଶକ୍ତ ଗ୍ରୀବ ହୁଅ ନାହିଁ ତମେ କଣ କର ପବିତ୍ର ଆତ୍ମାକୁ ପ୍ରତିରୋଧ କର ନାହିଁ ତୁମେମାନେ ମଧ୍ୟ ସେପରି କରୁଛ ତମର ପିତୃପୁରୁଷ ମାନେ ମଧ୍ୟ ସେହିପରି କରିଛନ୍ତି କେହି ଆତ୍ମାଙ୍କୁ ଗ୍ରହଣ କରିନାହାନ୍ତି ସମସ୍ତେ ଆତ୍ମାଙ୍କର ପ୍ରତିରୋଧ କରିଛନ୍ତି ଆଜି ସମୟ ଅଛି ଆମେ ଯଦି ଶିକ୍ଷା ପାଉଛୁ ଆମେ ଯଦି ବାଇବଲ ଅଧ୍ୟୟନ କରୁଛୁ ଆମେ ଆତ୍ମାଙ୍କର ଶକ୍ତିରେ ଆମେ ଚାଲିବାକୁ ଚାହୁଁଛୁ ତେବେ କଣ କଲେ ପବିତ୍ର ଆତ୍ମାଙ୍କ ଶକ୍ତି ଆମେ ପାଇବା ଅଧିକ ସମୟ ଧ୍ୟାନ କରିବାକୁ ପଡିବ ଅଧିକ ସମୟ ଆଣ୍ଠୁ ପାତିବାକୁ ପଡିବ ଅଧିକ ସମୟ ଆଉ କୁକ୍ରିୟା ତ୍ୟାଗ କରି ସୁକ୍ରିୟାକୁ ଗ୍ରହଣ କରିବାକୁ ପଡିବ ଏ ଯୋଉ କଷ୍ଟକର ବିଷୟ ଗୁଡାକ ପବିତ୍ର ଆତ୍ମା ଚାଳନା ଦିଅନ୍ତି ସେଥିପାଇଁ ଆମେ କରିପାରୁନୁ ଆମେ ଶକ୍ତ ଗ୍ରୀବ ହଉଛୁ ବନ୍ଧୁଗଣ ଆଜି ଆମେ ସୁଧାରିବାକୁ ପଡିବ ଆମମାନଙ୍କ ଜୀବନରେ ଆମେ ସେବା କାର୍ଯ୍ୟରେ ଥାଉ କି ବ୍ୟକ୍ତିଗତ ଜୀବନରେ ଥାଉ ପାଳକ ହେଇଥାଉ କି ପ୍ରଚାରକ ହେଇଥାଉ ଗୋଟେ ସାଧାରଣ ବର୍ଗର ଲୋକ ମଧ୍ୟ ହେଇଥାଉ ଯଦି ଖ୍ରୀଷ୍ଟିଆନ ହେଲେ ପବିତ୍ର ଆତ୍ମାଙ୍କର ଶକ୍ତିକୁ ଆମେ ଧାରଣ କରିବାକୁ ପଡିବ କିନ୍ତୁ ସେ ଶକ୍ତିକୁ ଯେତେବେଳେ ଆମମାନଙ୍କ ନିକଟକୁ ଆସିବା ପାଇଁ ଚାହୁଁଛି ସେତେବେଳେ ଆମେ କଣ କରୁଛୁ ତାକୁ ପ୍ରତିରୋଧ କରୁଛୁ ଆମେ କେତେଟା ବିଷୟ ଜାଣିଲେ ଆତ୍ମାଙ୍କୁ ନିର୍ବାଣ ନ କର ଆତ୍ମାଙ୍କର ବଶରେ ରୁହ ଆଉ ଗୋଟେ କଣ ଜାଣିଲେ ନା ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ ଆଉ ପବିତ୍ର ଆତ୍ମାଙ୍କୁ ପ୍ରତିରୋଧ କର ନାହିଁ କାରଣ ସେ ଆତ୍ମା ମାନଙ୍କୁ ଦିଅନ୍ତି ସାହାଯ୍ୟକାରୀ ଭାବରେ ଆମେ ତାଙ୍କୁ ରୁଦ୍ଧ କରିଦଉଛୁ ପ୍ରତିରୋଧ କରୁଛୁ ଆଟଙ୍ଗ କରୁଛୁ ତାକୁ ଗ୍ରହଣ କରିପାରୁନୁ ଏହା ଏକ ଦୁଃଖଦାୟକ ବିଷୟ ମାଥ୍ୟୁ ଦେଖିବା ମାଥ୍ୟୁ ପୁସ୍ତକ 12:31-32 ମାଥ୍ୟୁ 12:31-32 ଅତଏବ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟ ମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ କିନ୍ତୁ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ ଆଉ ଯେ କେହି ମନୁଷ୍ୟ ପୁତ୍ରଙ୍କ ବିରୁଦ୍ଧରେ କଥା କହିବ ତାହାକୁ କ୍ଷମା ଦିଆଯିବ ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ ଇହ ଯୁଗରେ କି ପର ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ ଯେହେତୁ ଆମେ ଆତ୍ମାଙ୍କୁ ପ୍ରତିରୋଧ କରୁଛୁ ଆମମାନେ ଡାଇରେକ୍ଟ କହୁନୁ ଯେ ଆତ୍ମା ଭଲ ନାହିଁ ବୋଲିକିରି ଆମେ ଯେ ଖାଦ୍ୟ ଯେତେବେଳେ ଖାଉଛୁ ଭଲ ଖାଦ୍ୟ ଯାକ ଖାଉଛୁ ଆମକୁ ଦିଆଯାଇଥିଲେ ମଧ୍ୟ ଆଉ ଅନ୍ୟ ଆମକୁ ଇଚ୍ଛା ନଥିବା ଖାଦ୍ୟ ଖାଉନୁ ଖାଦ୍ୟ ଖାଇଲା ବେଳକୁ ସେମିତି ଆମେ ଆଚରଣ କରୁଛୁ କିନ୍ତୁ ପବିତ୍ର ଆତ୍ମା
आम सहित रहिबा पई चाहंती आमे कौन करचु आ एठी पढ़िलु आमे अतएव मु तुम मानकु मनुष्य मानकर समस्त पाप और निंदा क्षमा करा जिवो किंतु आत्मा विरुद्ध रे निंदा क्षमा करा जिवो नाही देखंतु केते बड़ गुरुत्वपूर्ण विषय रही आज जदि आमे ए प्रकार आचरण करचु से विचार दिन रे केबे भी आमान को क्षमा दिया जिवो नाही प्रभु ए अनुग्रह जुगरे आमान को विशेष अनुग्रह करछंती आमान केमती चलवा पड़ो पिता पुत्र पवित्र आत्मा सहित आम चलवा पड़ो एट लेखा क्लीयर करी आ जे कई मनुष्य पुत्र विरुद्ध रे कथा कहबो ताकू क्षमा दिया जिवो प्रभु को क्षमा दिया जिवो प्रभुंकर विरुद्ध रे कहले मध्य क्षमा दिया जिवो प्रभु दयारे महान क्षमारे महान क्रोधरे धीर आश्चर्य पराक्रांत मंत्री से आमान को क्षमा दे देवे किंतु पवित्र आत्मा विरुद्ध रे मात्र जे कई पवित्र आत्मा विरुद्ध रे कथा कहबो इह जुगरे कि पर जुगरे ताकू क्षमा दिया जिवो नाही केते बड़ विषय एटी शिक्षा दिया जाउची प्रिय बंधुगण आमे जानिबा आवश्यक जे पवित्र आत्मा को आमे कोन करबा नाही केबे भी निर्माण करबा नाही केबे भी आमे आ ताकू कोन करबा नाही दुख दबा नाही केबे भी आमे आत्मा को परित्याग करबा नाही तार बसरे रहिबा आ केबे भी मिथ्या साक्ष्य दबा नाही ए सब कार्य द्वारा कोन करचु आमे आत्मा को कोन करचु दुख दउचु आ आत्मा को विरुद्ध रे मध्ये आमे कोन करचु कथा कहूछु अनेक विषय आउरी आत्मा को विरुद्ध रे आमे करूछु अबे समय ना एबे का अधिक होई गलाडी समय किंतु ए सब विषय जतबेले आमे जानिबा आ आत्मा को ग्रहण करबा आत्मा मान को लीड करिवे तेबे आमे कोन करबा ना उद्धार प्राप्त होबा आ स्पष्ट लेखा जायछि तो माने कोन करछो ना आत्मा को विरुद्ध रे कथा कहले इह काल रे आजिर जगत रे कि मरी गले मध्य पर काल रे आमान को क्षमा दिया जीव ना जेहेतु आमे आत्मा को विरुद्ध रे डायरेक्ट कथारे न कहले भी कार्य रे आमे देखौछु कार्य रे तांको हेय ज्ञान करछु कार्य रे तांको तुच्छ ज्ञान करछु आओ आमे क्रिश्चियन बोली कहौछु निश्चित भाव रे आमे क्रिश्चियन निश्चित भाव रे आमे उत्तम सेवक निश्चित भाव रे आमे उत्तम पालक निश्चित भाव रे जने भल माने व्यक्तित्व जदि आमान को ठारे आत्मा नाही पवित्र आत्मा शक्ति नाही आमे जगत रे आ छिन्न भिन्न भाव माने आमानकर आचरण उच्चारण भिन्न थिबो आमानकर नमनीयता नथिबो नम्रता नथिबो मृदुशील नथिबो आमे जदि प्रार्थना कले मध्य आमे कोन करचु अति एकी प्रार्थना करचु आत्मिक भावे नथिबो आत्मिक जीवन नथिबो निश्चित आमको से दिन आमे दंडर पात्र होबा आज आत्मा को ग्रहण करबा आओ आमे निज जीवन को सुधारिबा आओ आगु को बढ़िबा प्रभु समस्त को ए वाक्य दे आशीर्वाद करंतु आ अनंत जीवन पर्यंत आत्मा रे आमान को कढै नियंतु समस्त को बहुत बहुत धन्यवाद रियल मिनिस्ट्री को मु धन्यवाद देबी परिचालिका मां को मध्य धन्यवाद देबी आ टिके समय अधिक होई जाईची क्षमा देबे प्रभु ए वाक्य दे समस्त को आशीर्वाद करंतु धन्यवाद धन्यवाद सर सुंदर भावरे हमମାନଙ୍କୁ वाक्य कहि जाइछंती धन्यवाद बहुत बहुत धन्यवाद हमମାନଙ୍କୁ प्रभुଙ୍କର दास अति सुंदर भावरे पवित्र आत्मा को विरुद्ध रे आ पाप कले को विषय के हमनको रेफरेंस कहि कि प्रभुଙ୍କର दास हमनको शिक्षा दे अछंती प्रभुଙ୍କର दास को बहुत बहुत धन्यवाद प्रभु एही प्रकार प्रभुଙ୍କର दास को